ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବରେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସବୁରି ମୁହଁରେ ଜୟ ଜଗନ୍ନାଥ ନାମ ସହିତ ଘଣ୍ଟ ଓ ହୁଳହୁଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେଉଥିବା ବେଳେ ଗାଁରେ ରହି କିଭଳି ଏହାର ସିଧା ପ୍ରସାରଣ ଲୋକେ ଦେଖିପାରିବେ, ସରକାରଙ୍କ ପକ୍ଷରୁ ସେଥିପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ତେବେ ଆଜି ଚୌଦିଆ ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଶତାଧିକ ଲୋକେ ଉପସ୍ଥିତ ରହି ପୁରୀରୁ ଏହାର ସିଧା ପ୍ରସାରଣ ଦେଖିଥିଲେ। ଗୋଟେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେଉଥିବା ବେଳେ ଅନ୍ୟପଟେ କିଛି ଦିନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ରାଜେନ୍ଦ୍ରପଲ୍ଲୀ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ରାଜ୍ୟ ସରକାର 5 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଉକ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ 50 ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବେଳେ ଏଥିପାଇଁ କିନ୍ତୁ ଅନୁଦାନ ମିଳିଛି ମାତ୍ର 5 ଲକ୍ଷ ଟଙ୍କା। ତେବେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ରାଶି ନଥିବା କାରଣରୁ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଗ୍ରାମବାସୀ। ଆବଶ୍ୟକୀୟ ଅନୁଦାନ ରାଶି ନ ମିଳିଲେ ଅଧାରେ ଅଟକିଯିବ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ। ତେବେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଚନ୍ଦିଆ ଗ୍ରାମ ପଞ୍ଚାୟତର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମକଳ ପରିକ୍ରମା ଲୋକାର୍ପଣ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଯେଉଁ ଆମ ଚନ୍ଦିଆ ଗ୍ରାମ ପଞ୍ଚାୟତର ଯେଉଁ ଅନୁଷ୍ଠାନଟି ସରକାରଙ୍କ ଭାବେ ଅନୁଷ୍ଠିତ ହୋଇଛି, ତା ସହିତ ଆମର ଯେଉଁ ରାଜେନ୍ଦ୍ରପଲ୍ଲୀରେ ଯେଉଁ ଜଗନ୍ନାଥ ମନ୍ଦିର ଆଜି ଶୁଭ ଉଦ୍ଘାଟନ ହୋଇଛି। ତେଣୁ ଇଏ ବଡ଼ ଗୌରବ କଥା। ତେଣୁ ମହାପ୍ରଭୁଙ୍କୁ ମୁଁ ଅନୁରୋଧ କରିବି ଯେ ଏଇଟା ଯେମିତି ବର୍ଷକ ଭିତରେ ଏଇଟା ପୂର୍ଣ୍ଣାଙ୍ଗ ହେବ। ତା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଯେଉଁ 5 ଲକ୍ଷ ଟଙ୍କା ଅନୁଦାନ ମିଳିଛି, ଇଏ ପ୍ରୋଜେକ୍ଟ ମିନିମମ୍ 40ରୁ 50 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମୁଁ ଅନୁରୋଧ କରିବି ଓଡ଼ିଶା ସରକାରଙ୍କୁ ଯେ ତାଙ୍କର ଦୃଷ୍ଟି ଯଦି ଇଏ ମନ୍ଦିର ଉପରେ ପଡ଼େ, ଆଉ କିଛି ଆମକୁ ଅନୁଦାନ ହୁଏ, ହୁଏତ ଆମେ ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବୁ। ମୁଁ ବାବୁରାମ ଦେ ବୈତରଣୀ ଛକ ରଥ କମିଟିର ସମ୍ପାଦିକା। ବର୍ତ୍ତମାନ ଆମେ ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ଆମେ 5 ଲକ୍ଷ ଟଙ୍କା ପାଇଛୁ ଏବଂ ଏହାର ନବୀକରଣ ପାଇଁ ଆମର ବର୍ତ୍ତମାନ ଟୋଟାଲ ଉପରେ 50 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଆମେ ଅନୁରୋଧ କରୁଛୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ଯଦି ଆମକୁ ତାଙ୍କର ସେ ସହାୟତା ହାତ ବଢ଼ାନ୍ତି ଆମେ ମନ୍ଦିର ଚୂଡ଼ା ମାରିବା ପାଇଁ କୃତକାର୍ଯ୍ୟ ହେବୁ ଏବଂ ତାଙ୍କ କତିରେ କୃତଜ୍ଞ ରହିବୁ। ଚାନ୍ଦବାଲିରୁ ବିଜୟ ମହାଳିକଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।